सो हेलो पिलाମାନେ आशा କରୁଛି ତୁମେମାନେ ସମସ୍ତେ ଭଲରେ ଥିବ। ତେଣୁ ଆମେ ପୂର୍ବ କ୍ଲାସ୍ରେ କ'ଣ ଆମେ ପଢ଼ିଥିଲେ କି ଯେ କି ଲିଙ୍ଗ ଆଉ ବଚନ ଉପରେ ଆମେ ସମ୍ପୂର୍ଣ୍ଣ ଡେସ୍କ୍ରିପ୍ଟିଭଲି ଆଲୋଚନା କରିଥିଲେ। ତେଣୁ ଆଜି ପୁଣି ଏକ ଇମ୍ପୋର୍ଟାଣ୍ଟ ଟପିକ୍ ଉପରେ ଆମେ ମଧ୍ୟ ଆଲୋଚନା କରିବା, ଯେଉଁଟା ହେଉଛି ତୁମର କାରକ। ତେଣୁ ଆମେ ପୂର୍ବରୁ ଯେମିତିକି ପଢ଼ୁଥିଲେ ଉଦାହରଣ, ପ୍ରଥମେ ଉଦାହରଣରୁ ତା'ର ସଂଜ୍ଞା କିମ୍ବା ଡେଫିନେସନ୍ ଆମେ ପଢ଼ୁଥିଲେ, ସେଇ ସିକ୍ୱେନ୍ସରେ ଆମେ ପଢ଼ିବା ହେଲା। ପ୍ରଥମେ ଚାଲ ଆମେ ଉଦାହରଣ ଦେଖିବା କି କାରକ କ'ଣ, କେଉଁ ଜିନିଷକୁ ଆମେ ନେଇକି କାରକ କହୁଛନ୍ତି ହେଲା। ତେଣୁ ଦେଖ, ତେଣୁ ଉପର ବାକ୍ୟଟି କ'ଣ ଲେଖାଯାଇଛି? ଲେଖାଯାଇଛି କି ମୁଖ୍ୟମନ୍ତ୍ରୀ ରବୀନ୍ଦ୍ର ମଣ୍ଡପରେ ସ୍ୱାଧୀନତା ଦିବସରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶିକ୍ଷକ ଶିକ୍ଷିକାମାନଙ୍କୁ ନିଜ ହାତରେ ମାନପତ୍ର ଓ ଅର୍ଥ ପ୍ରଦାନ କଲେ ହେଲା। ଏହି ବାକ୍ୟରେ କ୍ରିୟା କିଏ? ଏହି ବାକ୍ୟରେ କ୍ରିୟା କିଏ ପ୍ରଦାନ କଲେ? ଏଇଟା ହେଉଛି କ୍ରିୟା ହେଲା। ତାହେଲେ ଏ କ୍ରିୟାପଦ ସହିତ ବାକ୍ୟର ଅନ୍ୟମାନଙ୍କର କି ପ୍ରକାର ସମ୍ବନ୍ଧ ଅଛି, ତାକୁ ଆମେ କେମିତି ଜାଣିବା? ଏ କ୍ରିୟାପଦ ସହ, କ୍ରିୟାପଦ କିଏ ପ୍ରଦାନ କଲେ, ଏ ପ୍ରଦାନ କଲେ ସହ ଅନ୍ୟ ପଦ ଗୁଡ଼ିକ କିଏ? ନା କି ମୁଖ୍ୟମନ୍ତ୍ରୀ, ରବୀନ୍ଦ୍ର ମଣ୍ଡପ, ସ୍ୱାଧୀନତା ଦିବସ, ଓଡ଼ିଶା ସରକାର, ଶିକ୍ଷକ ଶିକ୍ଷିକା, ମାନପତ୍ର ଓ ଅର୍ଥ, ଏମାନଙ୍କର କି ପ୍ରକାର ସମ୍ବନ୍ଧ ଅଛି ଆମେ କେମିତି ଜାଣିବା? ଯଦି କ୍ରିୟାପଦ ପୂର୍ବରେ ପ୍ରଶ୍ନବାଚକ ସର୍ବନାମ ଲଗେଇକି ପ୍ରଶ୍ନ କରିବା ହେଲା। କ'ଣ ଲଗେଇବା କି? ପ୍ରଶ୍ନବାଚକ ସର୍ବନାମ। ପ୍ରଶ୍ନବାଚକ ସର୍ବନାମ ମାନେ କିଏ? କିଏ, କ'ଣ, କାହିଁକି, କାହାକୁ, କାହା ପକ୍ଷରୁ, କେଉଁଠାରେ, କେବେ। ଦେଖ, ମନେକର ମୁଁ ଏଇଠି ପ୍ରଶ୍ନ କଲି କିଏ ପ୍ରଦାନ କଲେ, କିଏ ଏଇଠି କ'ଣ ଗୋଟେ ପ୍ରଶ୍ନବାଚକ ସର୍ବନାମ। ତାହେଲେ କିଏ ପ୍ରଦାନ କଲେ, ଆମ ଉତ୍ତରରେ କ'ଣ ଆସିବ? ମୁଖ୍ୟମନ୍ତ୍ରୀ ହେଲା। ସେମିତିକା ଦେଖ, ଯଦି ମୁଁ ପ୍ରଶ୍ନ ପଚାରିଲି ଏଗୁଡ଼ିକ କ'ଣ ସବୁ? କ୍ରିୟାବାଚକ ପ୍ରଶ୍ନବାଚକ ସର୍ବନାମ। ଏଇସବୁ ହେଲା। ଯଦି ଆମେ ପ୍ରଶ୍ନ କରିବା ତାହେଲେ ଉତ୍ତରରେ କ'ଣ କ'ଣ ଆସିବ? କିଏ ପ୍ରଦାନ କଲେ, ଉତ୍ତରରେ କ'ଣ ଆସିବ? ମୁଖ୍ୟମନ୍ତ୍ରୀ। କ'ଣ ପ୍ରଦାନ କଲେ କହିଲେ କ'ଣ ଆସିବ? କ'ଣ ପ୍ରଦାନ କଲେ କ'ଣ ଆସିବ? ନା ମାନପତ୍ର ଓ ଅର୍ଥ। କାହିଁକି ବା କିପରି ପ୍ରଦାନ କଲେ? ନିଜ ହାତରେ। କାହିଁରେ ବା କିପରି, ନିଜ ହାତରେ ଦେଲେ। କାହାକୁ ପ୍ରଦାନ କଲେ? ଶିକ୍ଷକ ଶିକ୍ଷିକାମାନଙ୍କୁ। ତେଣୁ ଆମେ ଯଦି ଏଇସବୁ ପ୍ରଶ୍ନ କରିବା ତାହେଲେ ଉତ୍ତରରେ ଆମକୁ ଏଇଆ ଆସିବ, ଏଇସବୁ ଆସିବ। କାହା ପକ୍ଷରୁ ପ୍ରଦାନ କଲେ? ଓଡ଼ିଶା ସରକାରଙ୍କ ପକ୍ଷରୁ। କେଉଁଠାରେ ପ୍ରଦାନ କଲେ? ରବୀନ୍ଦ୍ର ମଣ୍ଡପରେ। କେବେ ପ୍ରଦାନ କଲେ? ସ୍ୱାଧୀନତା ଦିବସରେ। ତେଣୁ ଏଇସବୁ ଆସିଲା। ତେଣୁ ଏଥିରୁ ଆମେ କ'ଣ ଜାଣିଲେ କି ପ୍ରଦାନ କଲେ ହେଉଛି କ୍ରିୟାପଦ। ତେଣୁ ଏ କ୍ରିୟାପଦ ସହିତ କ'ଣ ସବୁ? ମୁଖ୍ୟମନ୍ତ୍ରୀ, ମାନପତ୍ର ଓ ଅର୍ଥ, ନିଜ ହାତରେ, ସ୍ୱାଧୀନତା ଦିବସ, ଓଡ଼ିଶା ସରକାର ହେଲା। ଏଇସବୁ କ'ଣ କିଛି ନା କିଛି ତାଙ୍କ ସହିତ ସମ୍ବନ୍ଧ ରହିଛି। ତେଣୁ ଏଇଗୁଡ଼ିକ କ'ଣ କହନ୍ତି? ଏ ଉତ୍ତରରେ ଯେତିକି ସବୁ ଆସିଲା ଏମାନଙ୍କୁ କ'ଣ କୁହାହେବ? କାରକ। ବୁଝିପାରିଲ? ତେଣୁ ଗୋଟେ ବାକ୍ୟରେ କ୍ରିୟାପଦ ସହ ଅନ୍ୟ ପଦମାନଙ୍କର ଯେଉଁ ସମ୍ବନ୍ଧ ଅଛି, ସେଇ ସମ୍ବନ୍ଧକୁ ଆମେ କ'ଣ କହିବା କି? କାରକ ହିଁ କହିବା। ଆଉ ସେ ପଦ ଗୁଡ଼ିକୁ ବି କାରକ କହିବା ହେଲା। ତେଣୁ ବାକ୍ୟରେ କ୍ରିୟାପଦ ସହିତ ଯେଉଁ ପଦର ସମ୍ବନ୍ଧ ଥାଏ ତାହାକୁ କାରକ କହନ୍ତି। ଆଉ ପଦର କେମିତି ସମ୍ବନ୍ଧ ଆମେ କେମିତି ଜାଣିବା? ଯଦି କ୍ରିୟାପଦ ସହିତ ଆମେ ଯେକୌଣସି ପ୍ରଶ୍ନବାଚକ ସର୍ବନାମ ପକେଇକି ପ୍ରଶ୍ନ କରିବା, ଉତ୍ତରରେ ଯାହା ଆସିବ ସେଇଗୁଡ଼ିକ ସବୁ ଆମେ କ'ଣ କହିବା କି? କାରକ କହିବା। ତେଣୁ କ୍ରିୟା ସହିତ ବାକ୍ୟରେ ଯେଉଁ ପଦ ଗୁଡ଼ିକର ସମ୍ବନ୍ଧ ଅଛି ସେଇ ସମ୍ବନ୍ଧକୁ ନେଇକି ଆମର 6 ପ୍ରକାର କାରକକୁ ବିଭକ୍ତ କରାଯାଇଛି। କାରକକୁ 6 ପ୍ରକାରେ ବିଭକ୍ତ କରାଯାଇଛି। କ'ଣ କ'ଣ? ନା ପ୍ରଥମ ହେଉଛି
କର୍ତ୍ତାକାରକ, ଦ୍ୱିତୀୟରେ ହେଉଛି କର୍ମକାରକ, ତୃତୀୟରେ ହେଉଛି କରଣକାରକ, ଚତୁର୍ଥରେ ହେଉଛି ସମ୍ପ୍ରଦାନ କାରକ, ପଞ୍ଚମରେ ହେଉଛି ଅପାଦାନ କାରକ, ଷଷ୍ଠରେ ହେଉଛି ଅଧିକରଣ କାରକ। ହେଲା, ତେଣୁ ବର୍ତ୍ତମାନ ଆମେ କ'ଣ କରିବା କି ଗୋଟା ଗୋଟାକୁ ସମ୍ପୂର୍ଣ୍ଣ ରୂପେ ଆମେ ବ୍ୟାଖ୍ୟା କରିବା ଓ ଆଲୋଚନା କରିବା। ହେଲା, ତେଣୁ ପ୍ରଥମେ ଆମେ ଯିବା କାହାକୁ ନା କର୍ତ୍ତାକାରକକୁ। ତେଣୁ ତୁମେ ପୂର୍ବ ଭିଡ଼ିଓରେ ଯେତିକି ଦେଖିଥିବ, ମୁଁ ପ୍ରଥମେ ଗୋଟେ ବାକ୍ୟ ଆଜ ଉଦାହରଣ ଲେଖେ, ଉଦାହରଣରେ ହିଁ ଆମେମାନେ କ'ଣ ସେଥିରୁ ସଂଜ୍ଞା ଗଠନ କରନ୍ତି। ହେଲା, ତେଣୁ ବାକ୍ୟଟି ଦେଖ। ପ୍ରଥମ ବାକ୍ୟଟି କ'ଣ କହିଲା କି ଛାତ୍ର ବ୍ୟାକରଣ ପଢ଼ୁଛି। ହେଲା, ଏଥିରେ ପଢ଼ୁଛି କିଏ କ୍ରିୟା, ତେଣୁ ଏଥିରେ କାର୍ଯ୍ୟଟି କିଏ ସମ୍ପାଦନ କରୁଛି, କାର୍ଯ୍ୟଟି କିଏ କମ୍ପ୍ଲିଟ୍ କରୁଛି, ସମ୍ପାଦନ କିମ୍ବା ସମ୍ପୂର୍ଣ୍ଣ କିଏ କରୁଛି, ଛାତ୍ର। ହେଲା, ତାପରେ ଦ୍ୱିତୀୟ ବାକ୍ୟ ଦେଖ, ଶିକ୍ଷକ ଛାତ୍ରକୁ ବ୍ୟାକରଣ ପଢ଼ାଉଛନ୍ତି। ଏ ବାକ୍ୟରେ କ'ଣ ଅଛି, ଏ ବାକ୍ୟରେ ଶିକ୍ଷକ କ'ଣ କରୁଛନ୍ତି, ପଢ଼େଇବା ସହିତ କାମଟି ବି ସମ୍ପନ୍ନ କରୁଛନ୍ତି। ହେଲା, ଶିକ୍ଷକ କ'ଣ କରୁଛନ୍ତି, ପଢ଼େଇବା କାମଟିକୁ କ'ଣ ସମ୍ପୂର୍ଣ୍ଣ କରୁଛନ୍ତି କିମ୍ବା ସମ୍ପାଦନ କରୁଛନ୍ତି। ଆଉ ଉପର ବାକ୍ୟରେ ଛାତ୍ରଟି କ'ଣ ପଢ଼ୁଛି କିମ୍ବା ସିଏ ତା'ର କାର୍ଯ୍ୟ ସମ୍ପାଦନ କରୁଛି। ତାହେଲେ ଆମେ ଏଥିରୁ କ'ଣ ଜାଣିଲେ କି କର୍ତ୍ତାକାରକରୁ, କର୍ତ୍ତା ତ ତୁମେ ଜାଣିଗଲ ଛାତ୍ର ଆଉ ଶିକ୍ଷକ। ତେଣୁ ଯେ କ୍ରିୟା ସମ୍ପାଦନ କରେ ବା କରାଏ ତାହାର କର୍ତ୍ତାକାରକ ହୁଏ। ଏ ଲାଇନ୍ଟି ମନେ ରଖିବ, ଯେ କ୍ରିୟା ସମ୍ପାଦନ କରେ ବା କରାଏ ତାହାର କର୍ତ୍ତାକାରକ ହୁଏ, ମାନେ କି ଯିଏ କ୍ରିୟାକୁ ସମ୍ପୂର୍ଣ୍ଣ କରୁଥିବ କିମ୍ବା ସମ୍ପାଦନ କରୁଥିବ ସେଇ ହିଁ କେବଳ କର୍ତ୍ତାକାରକ ହେବ। ବୁଝିପାରିଲ? ତେଣୁ ଉପର ଉଦାହରଣରେ ଆମେ କ'ଣ ଜାଣିଲେ କି ଛାତ୍ର ଆଉ ଶିକ୍ଷକ ହେଉଛି କ'ଣ କର୍ତ୍ତାକାରକ। এই ଦୁଇଟି ହେଉଛି କର୍ତ୍ତାକାରକ। ତେଣୁ ଆମେ କେମିତି ଜାଣିଲେ, ଯଦି କ୍ରିୟାପଦ ପୂର୍ବରୁ କିଏ ବା କ'ଣ ଲଗାଇ ପ୍ରଶ୍ନ କରିବା ତାହେଲେ କ'ଣ ସେଥିରୁ ଯେଉଁ ଉତ୍ତର ଆସିବ ସେଇଟା ହେବ କ'ଣ ଗୋଟେ କର୍ତ୍ତାକାରକ। ମୁଁ ପୁଣି ଥରେ ରିପିଟ୍ କରୁଛି, କ୍ରିୟାପଦ ପୂର୍ବରୁ, ଏଇଟା ହେଉଛି କ୍ରିୟାପଦ, କ୍ରିୟାପଦ ପୂର୍ବରୁ କିଏ ବା କ'ଣ ଲଗାଇ ପ୍ରଶ୍ନ କରିବା, କିଏ ପଢ଼ୁଛି, ଛାତ୍ର ପଢ଼ୁଛି। କିଏ ପଢ଼ଉଛନ୍ତି, ଶିକ୍ଷକ ପଢ଼ଉଛନ୍ତି। କିଏ ବା କ'ଣ ଲଗେଇକି ଆମେ ପ୍ରଶ୍ନ କରିବା, ଉତ୍ତରରେ ଯାହା ମିଳିବ ତାହା ହେଉଛି କର୍ତ୍ତାକାରକ। ଉତ୍ତରରେ ଯାହା ଆସିବ ସିଏ ହେବ କ'ଣ କର୍ତ୍ତାକାରକ। ଏଥର ସମସ୍ତେ ବୁଝିପାରିଲ? ହେଲା, ବର୍ତ୍ତମାନ ମୁଁ ଗୋଟେ ପ୍ରଶ୍ନ ପଚାରିବି କି ବାକ୍ୟ କହିବି, ଫୁଲ ଫୁଟିଛି। ଫୁଲ ଫୁଟିଛି, ତୁମେ ପ୍ରଶ୍ନ କରିବ ଫୁଟିଛି କ'ଣ ଫୁଟିଛି, ଯଦି କ'ଣ ପ୍ରଶ୍ନ କଲେ ଉତ୍ତରରେ କ'ଣ ଆସିବ ଫୁଲ, ତେଣୁ ଫୁଲ ହେବ କ'ଣ କର୍ତ୍ତା। ଶିକ୍ଷକ ଆସୁଛନ୍ତି, କିଏ ଆସୁଛନ୍ତି ପ୍ରଶ୍ନ କରିବା, ତାହେଲେ ଆନ୍ସର କ'ଣ ଆସିଲା ଶିକ୍ଷକ, ତେଣୁ ଶିକ୍ଷକ କ'ଣ ହେବେ କର୍ତ୍ତାକାରକ। ବୁଝିପାରିଲ କି ନାହିଁ? ହେଲା, ତ ଆମେ ଏଥିରୁ ଜାଣିଗଲେ କ'ଣ କି କର୍ତ୍ତା ଯେଉଁ କର୍ତ୍ତାକାରକର ସଂଜ୍ଞା କ'ଣ, ଆଉ ସେଥିମଧ୍ୟରୁ ତା'ର ଉଦାହରଣ ଦେଇକି ମଧ୍ୟ ଆମେ ଜାଣିପାରିଲେ। ବର୍ତ୍ତମାନ ଆମେ ପଢ଼ିବା କି କର୍ତ୍ତାକାରର ପ୍ରକାର। କର୍ତ୍ତାକାରକର ପ୍ରକାର, ତେଣୁ କର୍ତ୍ତାକାରକକୁ ମେନଲି 3 ଭାଗରେ ବିଭକ୍ତ କରାଯାଇଛି। ହେଲା, ଗୋଟେ କ'ଣ ନା ମୁଖ୍ୟ କର୍ତ୍ତା, ଆଉ ଗୋଟେ ହେଲା କି ପ୍ରୟୋଜକ କର୍ତ୍ତା, ଆଉ ତୃତୀୟରେ ହେଲା କି
ପ୍ରଯୋଜ୍ୟକର୍ତ୍ତା ହେଲା। ଏ ତିନିଟା ମନେ ରଖିବ। ଏ ତିନିଟା ଯାକର ପୁଣି ବି ତାର ଡେଫିନେସନ୍ ସହିତ ସଂଜ୍ଞା ସହିତ କ'ଣ ତାର ଉଦାହରଣ ମୁଁ ଦେଇଛି, ଏଥିରେ ଦେଖ। ୟାକୁ ମଧ୍ୟ ଆମେ ବିସ୍ତୃତ ରୂପେ ଆଲୋଚନା କରିବା। ତେଣୁ ପ୍ରଥମଟି ଦେଖ କି ମୁଖ୍ୟକର୍ତ୍ତା। ମୁଖ୍ୟକର୍ତ୍ତା କ'ଣ କହୁଛି କି ନିଜେ କାର୍ଯ୍ୟ ସମ୍ପାଦନ କରୁଥିବା କର୍ତ୍ତାକୁ ମୁଖ୍ୟକର୍ତ୍ତା କହନ୍ତି ହେଲା। ନିଜେ କାର୍ଯ୍ୟ ଯିଏ ସମ୍ପାଦନ କରିବ କମ୍ପ୍ଲିଟଲି, ନିଜେ କେବଳ ହିଁ କରୁଥିବ, ତାକୁ ଆମେ କ'ଣ କହିବା? ମୁଖ୍ୟକର୍ତ୍ତା କହିବା। ଯେମିତି ପ୍ରଥମ ବାକ୍ୟଟି ଦେଖ, ପ୍ରିୟା ଗୀତ ଗାଉଛି। ଏଥିରେ ଗୀତ ଗାଇବା କାମ କିଏ ସମ୍ପାଦନ କରୁଛି? ପ୍ରିୟା। ତେଣୁ ପ୍ରିୟା ହେବ ମୁଖ୍ୟକର୍ତ୍ତା। ସେମିତି ବାଲ୍ମୀକି ରାମାୟଣ ରଚନା କରିଥିଲେ। କିଏ ରଚନା କରିଥିଲେ? ରଚନା କରିବା କାମ କିଏ ସମ୍ପାଦନ କରିଥିଲେ? ନା ବାଲ୍ମୀକି। ତେଣୁ ଏଠାରେ ପ୍ରିୟା ଗୀତ ଗାଇବା ସହିତ ମାନେ କି ନିଜେ ସେ ଗୀତ ଗାଉଛି, ଆଉ ବାଲ୍ମୀକି ରାମାୟଣ ରଚନା କରିଛନ୍ତି ମାନେ ସେ ନିଜେ ହିଁ ରଚନା କରିଛନ୍ତି ବା ବୁଝେଇଛନ୍ତି ହେଲା। ତେଣୁ ଏଠାରେ ପ୍ରିୟା ଆଉ ବାଲ୍ମୀକି କ'ଣ? ମୁଖ୍ୟକର୍ତ୍ତା। ବୁଝିପାରିଲ? ତାପରେ ଦ୍ୱିତୀୟ କର୍ତ୍ତାର ପ୍ରକାରକୁ ଯିବା। ଦ୍ୱିତୀୟଟି ହେଉଛି କ'ଣ? ପ୍ରୟୋଜକକର୍ତ୍ତା। ପ୍ରୟୋଜକକର୍ତ୍ତା କ'ଣ? ଯେଉଁ କର୍ତ୍ତା ନିଜେ କାର୍ଯ୍ୟ ସମ୍ପାଦନ ନ କରି ଅନ୍ୟ ଦ୍ୱାରା କରାଏ ତାହା ହେବ କ'ଣ? ପ୍ରୟୋଜକକର୍ତ୍ତା। ସେ କ'ଣ କହିଲା କି ଯେଉଁ କର୍ତ୍ତା ନିଜେ କାର୍ଯ୍ୟ ସମ୍ପାଦନ ନ କରି ଅନ୍ୟ ଦ୍ୱାରା କରାଏ। ତେଣୁ ଆମେ ପ୍ରୟୋଜକକର୍ତ୍ତାର ଡେଫିନେସନ୍ ଜାଣିଲେ। ବର୍ତ୍ତମାନ ଆମେ ଉଦାହରଣକୁ ଯିବା ହେଲା। ଉଦାହରଣ ଫାଷ୍ଟ କହିଲା କି କାରିଗର ପିଲାଙ୍କ ଦ୍ୱାରା କି ପିଲା ଦ୍ୱାରା ମୂର୍ତ୍ତି ଗଢ଼ାଇଲେ ହେଲା। କାରିଗର ପିଲା ଦ୍ୱାରା ମୂର୍ତ୍ତି ଗଢ଼ାଇଲେ। ଏ କାମରେ ଆକ୍ଚୁଆଲି କାମ କରିବାର କିଏ ଥିଲା? ମୂର୍ତ୍ତି ଗଢ଼ାଇବା କାମ କାହାର? କାରିଗରଙ୍କର। କିନ୍ତୁ କାରିଗର କାର୍ଯ୍ୟଟି ନ କରି କାହା ଦ୍ୱାରା କରାଇଲେ? ପିଲାଙ୍କ ଦ୍ୱାରା। ତେଣୁ ଏଠାରେ କାରିଗର କ'ଣ? ପ୍ରୟୋଜକକର୍ତ୍ତା। କ'ଣ ପାଇଁ ନା ଏଠାରେ କର୍ତ୍ତା ନିଜେ କାର୍ଯ୍ୟ ସମ୍ପାଦନ ନ କରି ଅନ୍ୟ ଦ୍ୱାରା କାର୍ଯ୍ୟ କ'ଣ କରୁଛି? ସମ୍ପୂର୍ଣ୍ଣ କରୁଛି କିମ୍ବା ସମ୍ପାଦନ କରୁଛି। ତେଣୁ ଏଠାରେ ପ୍ରୟୋଜକକର୍ତ୍ତା ହେଉଛି କାରିଗର। ସେମିତି ପରଶୁରାମ କର୍ଣ୍ଣଙ୍କୁ ବିଦ୍ୟା ଶିକ୍ଷା ଧନୁର୍ବିଦ୍ୟା ଶିଖାଇଥିଲେ। ଏଠାରେ କ'ଣ? ପରଶୁରାମ ନିଜେ ନ କରି କର୍ଣ୍ଣଙ୍କ ଦ୍ୱାରା ସମ୍ପାଦନ କରୁଛନ୍ତି କାର୍ଯ୍ୟଟାକୁ। ତେଣୁ ପରଶୁରାମ କ'ଣ ହେବେ? ପ୍ରୟୋଜକକର୍ତ୍ତା। ଯେମିତିକି ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଉଛି। ମୁଁ ମୋ ଭାଇ ଦ୍ୱାରା ହସ୍ତାକ୍ଷର ଲିଖନ କଲି କିମ୍ବା ଲେଖେଇଲି। ଏଠାରେ ତୁମେ ନ ଲେଖିକି ତୁମ ଭାଇ ଦ୍ୱାରା କରେଇଲ ହେଲା। ତେଣୁ ତୁମେ ହେଉଛ କ'ଣ? ଗୋଟେ ପ୍ରୟୋଜକକର୍ତ୍ତା। ମୁଁ ଯେଉଁଟା, ବୁଝିପାରିଲ? ତେଣୁ ଯଦି କାର୍ଯ୍ୟଟି କର୍ତ୍ତା ନିଜେ ସମ୍ପାଦନ ନ କରି ଅନ୍ୟ ଦ୍ୱାରା ସମ୍ପାଦନ କରେ କିମ୍ବା ଅନ୍ୟ ଦ୍ୱାରା କରାଏ ତାହେଲେ ସିଏ ହେବ ହିଁ ପ୍ରୟୋଜକକର୍ତ୍ତା। କିଏ? କର୍ତ୍ତା ଯିଏ। ବୁଝିପାରିଲ? ହେଲା। ତାପରେ ସେମିତି ପ୍ରଯୋଜ୍ୟକର୍ତ୍ତା। ତେଣୁ ପ୍ରଯୋଜ୍ୟକର୍ତ୍ତା କ'ଣ? ପ୍ରଯୋଜ୍ୟକର୍ତ୍ତା ହେଲା କି ପ୍ରୟୋଜକକର୍ତ୍ତା ଯାହାଦ୍ୱାରା କାର୍ଯ୍ୟ ସମ୍ପାଦନ କରେ ସେ ହେବ ପ୍ରଯୋଜ୍ୟକର୍ତ୍ତା। ପ୍ରୟୋଜକକର୍ତ୍ତା ଯାହାଦ୍ୱାରା କାର୍ଯ୍ୟ ସମ୍ପାଦନ କରେ ସେ ହେବ ପ୍ରୟୋଜ୍ୟକର୍ତ୍ତା। ତାହେଲେ ଉପର ବାକ୍ୟଟି ଆମେ ଏକ୍ଜାମ୍ପଲ୍ ନେବା। କାରିଗର ପିଲା ଦ୍ୱାରା ମୂର୍ତ୍ତି ଗଢ଼ାଇଲେ। ଏଠାରେ ପ୍ରୟୋଜକକର୍ତ୍ତା କିଏ? କାରିଗର। ପ୍ରଯୋଜ୍ୟକର୍ତ୍ତା କିଏ? ପିଲା ଦ୍ୱାରା। କାହିଁକିନା ପ୍ରୟୋଜକକର୍ତ୍ତା ପ୍ରଯୋଜ୍ୟ ଦ୍ୱାରା କାର୍ଯ୍ୟ ସମ୍ପାଦନ କରୁଛି। କାହିଁକିନା କାରିଗର ପିଲାମାନଙ୍କ ଦ୍ୱାରା ମୂର୍ତ୍ତି ଗଢ଼ାଇବା କାମ ସମ୍ପୂର୍ଣ୍ଣ କରୁଛନ୍ତି କିମ୍ବା ସମ୍ପାଦନ କରୁଛନ୍ତି। ବୁଝିପାରିଲ? ସେମିତି ମୁଁ ଯେଉଁ କହିଲି ଏଠି ମୁଁ ଭାଇ ଦ୍ୱାରା ହସ୍ତାକ୍ଷର ଲେଖେଇଲି ବା ଲିଖନ କଲି। ଏଠାରେ ଦେଖ ମୁଁ କ'ଣ? ପ୍ରୟୋଜକକର୍ତ୍ତା। କାହା ଦ୍ୱାରା କଲି? ନା ଭାଇ ଦ୍ୱାରା। ଭାଇ ହେବ ପ୍ରଯୋଜ୍ୟ। କାର୍ଯ୍ୟ କିଏ ସମ୍ପାଦନ କରୁଛି? କିଏ ସମ୍ପାଦନ କରୁଛି? ଭାଇ ଦ୍ୱାରା। ଭାଇ।
ଆଉ କରିବା କଥା କିଏ? ମୁଁ। ତେଣୁ ମୁଁ ଯିଏ ସିଏ ହେବ ପ୍ରୟୋଜକକର୍ତ୍ତା, କାହିଁକିନା ସିଏ ନିଜେ କାର୍ଯ୍ୟ ସମ୍ପାଦନ କରୁନି, ଆଉ ଯାହାଦ୍ୱାରା କାର୍ଯ୍ୟ ସମ୍ପାଦନ କରୁଛି ସିଏ ହେବ ପ୍ରଯୋଜ୍ୟକର୍ତ୍ତା। ସେମିତି ମା ପୁଅକୁ ଭାତ ଖୁଆଇଥିଲେ, ତେଣୁ ଖାଇବା କାମଟି କିଏ କଲା? ଖାଇବା କାମଟି କିଏ କଲା? ପୁଅ। ତେଣୁ ପୁଅ ହେବ କ'ଣ? ପ୍ରଯୋଜ୍ୟକର୍ତ୍ତା। ବାଲ୍ମୀକି ଲବକୁଶଙ୍କ ଦ୍ୱାରା ରାମଚନ୍ଦ୍ରକୁ ରାମାୟଣ ଶୁଣେଇଥିଲେ, ତେଣୁ ଏଠାରେ ପ୍ରଯୋଜ୍ୟକର୍ତ୍ତା କିଏ ହେବ? ଲବକୁଶ। କାହିଁକିନା ଲବକୁଶଙ୍କ ଦ୍ୱାରା ପ୍ରୟୋଜକକର୍ତ୍ତା ହେଲା ବାଲ୍ମୀକି। ବାଲ୍ମୀକି ଯାହାଦ୍ୱାରା କାର୍ଯ୍ୟ ସମ୍ପାଦନ କଲେ, କାହା ଦ୍ୱାରା? ନା ଲବକୁଶଙ୍କ ଦ୍ୱାରା। ତେଣୁ ବୁଝିପାରିଲ କର୍ତ୍ତାର ପ୍ରକାର। ତେଣୁ ମୁଖ୍ୟ କର୍ତ୍ତା ହେଉଛି କି ଯିଏ କାର୍ଯ୍ୟ ସମ୍ପାଦନ କରିବ। ପ୍ରୟୋଜକକର୍ତ୍ତା ହେଉଛି ଯିଏ କାର୍ଯ୍ୟ ସମ୍ପାଦନ ନ କରି ଅନ୍ୟ ଦ୍ୱାରା କରାଇବ। ଆଉ ପ୍ରଯୋଜ୍ୟକର୍ତ୍ତା ହେଉଛି କି ପ୍ରୟୋଜକକର୍ତ୍ତା ଯାହା ଦ୍ୱାରା କାର୍ଯ୍ୟ ସମ୍ପାଦନ କରିବ। ଏତିକି ତୁମେ ମାଇଣ୍ଡ ଭିତରେ ରଖିବ ହେଲା। ତେଣୁ ଆଉ ମଧ୍ୟ ଆମେ ଏଥର କ'ଣ ଜାଣିବା କି ପାଇବା କି? ନା ପ୍ରଯୋଜ୍ୟକର୍ତ୍ତା ଠାରେ ଦ୍ୱିତୀୟା ବା ତୃତୀୟା ବିଭକ୍ତି ହେଇଥାଏ ହେଲା। କିଏ? ପ୍ରଯୋଜ୍ୟକର୍ତ୍ତା। ପାଖରେ କୋଉ ବିଭକ୍ତି? ଦ୍ୱିତୀୟା ବା ତୃତୀୟା ବିଭକ୍ତି ହେଇଥାଏ। ବିଭକ୍ତି ଆମେ ପର କ୍ଲାସରେ ହିଁ ପଢ଼ିବା ହେଲା। ସେମିତି ମୁଁ ବାସ୍ କହିଦେଉଛି ଦ୍ୱିତୀୟା ବିଭକ୍ତି କ'ଣ ହେଲା। ଦ୍ୱିତୀୟା ବିଭକ୍ତିର ଆମେ ଚିହ୍ନ ସବୁ ଜାଣିଥାନ୍ତି। କ'ଣ? କି, କୁ। ମୁଁ ସବୁ ପର କ୍ଲାସରେ ପଢ଼େଇବି, ବହୁତ ଇଜି। କୁ, ଟିକୁ ହେଲା। ସେମିତି ତୃତୀୟା ବିଭକ୍ତିର ଚିହ୍ନ ହେଲା ରେ, ଦ୍ୱାରା, ଦେଇ। ବାସ୍ ମୁଁ ସମ୍ୟକ ଧାରଣା ଦେଇଦେଉଛି, ଆକୁ ଆମେ ପର କ୍ଲାସରେ ଡିଟେଲ୍ସରେ ପଢ଼ିବା। ଏତିକି ମନେ ରଖିବ କି ପ୍ରଯୋଜ୍ୟକର୍ତ୍ତା ଠାରେ ଦ୍ୱିତୀୟା ବା ତୃତୀୟା ବିଭକ୍ତି ହୁଏ। ଯେମିତିକି ଆମେ ଏକ୍ଜାମ୍ପଲରେ କ'ଣ ପଢ଼ିଲେ? ମା ପୁଅକୁ ହେଲା। ସେମିତି କ ଦ୍ୱାରା ଏଠି କୁ ହେଇଗଲା ବେଳକୁ କୋଉ ବିଭକ୍ତି ହେଇଯାଉଛି? କୋଉ ବିଭକ୍ତି ହେଉଛି? ଦ୍ୱିତୀୟ ବିଭକ୍ତି। ଏଠି ଅଙ୍କ ଯେଉଁ ଲାଗିଛି ଏଟା କୋଉ ବିଭକ୍ତି? ସେଇ ଦ୍ୱିତୀୟ ବିଭକ୍ତି ହେଲା। ତେଣୁ ବିଭକ୍ତି ଆମେ ପର କ୍ଲାସରେ ହିଁ ପଢ଼ିବା, ସେଥିରେ ତୁମେ ଡିଟେଲ୍ସ ଜାଣିପାରିବ ହେଲା। ଆକ୍ଚୁଆଲି କାରକ ଆଉ ବିଭକ୍ତି ହେଲା କମ୍ବାଇନ୍, ଏକା ସାଙ୍ଗରେ ପଢ଼ା ହେବ ହେଲା। ତେଣୁ ଏତିକି ଜାଣିଥିବ। ଆଉ ଗୋଟେ ଅଛି କ'ଣ? ଉହ୍ୟକର୍ତ୍ତା। ଉହ୍ୟକର୍ତ୍ତା। ଉହ୍ୟକର୍ତ୍ତାରେ କ'ଣ? ସଦାବେଳେ ଉହ୍ୟକର୍ତ୍ତାଟା ସାଇଲେନ୍ସ ହେଇକି ଥିବ, ଡିସାପିୟର, ଅଦୃଶ୍ୟ। ଉହ୍ୟ ମାନେ କ'ଣ? ଲୁଚିକି। ବୁଝିପାରିଲ? ମନେକର ତୁମ ବାପା ଘରେ ଥିବେ ହେଲା। ତୁମେ ଅଛ, ବାପା କହିବେ ପାଣି ଆଣିଲୁ। ପାଣି ଆଣିଲୁ। ଏଠାରେ କର୍ତ୍ତା କିଏ? କିଛି କର୍ତ୍ତା କିଛି ଜଣାପଡ଼ୁଛି? ଆଣିଲୁ ହେଲା କ'ଣ? କର୍ତ୍ତା, କ୍ରିୟା। ଆଣିଲୁ ହେଲା କ୍ରିୟା। କ'ଣ ଆଣିଲୁ କହିଲେ? ପାଣି। ଏଟା ହେଲା କର୍ମ। କର୍ତ୍ତା କିଏ? କର୍ତ୍ତା ହଉଛ ତୁମେ ନିଜେ। କିଏ? ତୁମେ। ତେଣୁ ଏ ତୁମେ ଯେଉଁ କର୍ତ୍ତାଟି ଉହ୍ୟ ହେଇଛି କି ନାହିଁ? ଲୁଚିକି ଅଛି, ଜଣାପଡ଼ୁନି। ପାଣି ଆଣିଲୁ। କିଏ ପାଣି ଆଣିଲ? ତମେ। ଏଥିରେ କର୍ତ୍ତା କୁହା ହେଉନି, ବାସ୍ ପାଣି ଆଣିଲୁ। ତେଣୁ ଆମେ ଜାଣିଲେ କି ଏହି ପ୍ରକାର ବାକ୍ୟରେ ଯେଉଁଟାକି ଆଦେଶକୁ ସୂଚାଉଥିବ ହେଲା, ଆଦେଶ ସୂଚକ ବାକ୍ୟରେ ସବୁବେଳେ କ'ଣ? କର୍ତ୍ତାଟା ଉହ୍ୟ ଥାଏ। ତମକୁ ଆଉ ଜଣେ କହିବେ ସେଠାକୁ ଗଲୁ, କାହାକୁ କୁହା ହେଉଛି? ତୁମକୁ ହେଲା। ତେଣୁ ଏଠାରେ ତୁମେଟା କ'ଣ? ଉହ୍ୟ ରହୁଛି। ତେଣୁ ଉହ୍ୟକର୍ତ୍ତା କାହାକୁ ଆମେ କହନ୍ତି? ଯେଉଁ ଆଦେଶ ସୂଚକ ବାକ୍ୟ ଗୁଡ଼ିକରେ କ'ଣ? କର୍ତ୍ତା ସବୁବେଳେ ଉହ୍ୟ ଥାଏ କିମ୍ବା ଅଦୃଶ୍ୟ ଭାବରେ ଥାଏ। ତେଣୁ ଏହିସବୁ ବାକ୍ୟରେ ତୁମର କର୍ତ୍ତା କିଏ ହେବ? କର୍ତ୍ତା ବୁଝିପାରୁଛ କି? ଇଂଲିଶରେ ମୁଁ ପଢ଼ିଥିଲି ସବଜେକ୍ଟ। ସବଜେକ୍ଟ ହେଲା। କର୍ତ୍ତା କିଏ ହେବ? ତୁମେ।
ତୁମେ କ'ଣ ଗୋଟେ କେଉଁ ପୁରୁଷ? ସେକେଣ୍ଡ ପର୍ସନ ନା ଫାର୍ଷ୍ଟ ପର୍ସନ? ସେକେଣ୍ଡ ପର୍ସନ, ଦ୍ୱିତୀୟ ପୁରୁଷ। ତେଣୁ ଦ୍ୱିତୀୟ ପୁରୁଷ କର୍ତ୍ତା କିଏ? ଦ୍ୱିତୀୟ ପୁରୁଷ କର୍ତ୍ତା କିଏ? ତୁମେ। ସବୁବେଳେ ଉହ୍ୟ ହୋଇକି ଥାଏ। ବୁଝିପାରିଲ? ତେଣୁ ସେମିତି କର୍ତ୍ତା ହୋଇପାରୁଥିବା ପଦ ଆଉ ପଦପୁଞ୍ଜ ବି ଅଛି। କର୍ତ୍ତା ହେଉଥିବା ପଦ ଆଉ ପଦପୁଞ୍ଜ, ଯେମିତି ଭିକାରୀଟି ଭିକ ମାଗୁଛି। ଏଠି ଭିକାରୀ କ'ଣ? ଗୋଟେ ବିଶେଷ୍ୟ। ମୁଁ ଏକ୍ଜାମ୍ପଲ୍ ବି ଏଇଠି ଦେଇଦେଉଛି ଇରେଜ୍ କରିକି। ପ୍ରଥମେ ହେଲା କ'ଣ? ମୁଁ ଲେଖୁଛି ଭିକାରୀଟି ଭିକ ମାଗୁଛି। ଭିକାରୀଟି ଭିକ ମାଗୁଛି। ସେକେଣ୍ଡରେ ହେଲା ଶିଶୁଟି ଖେଳୁଛି। ଦେଖ, ଏଠାରେ ଭିକାରୀଟି କ'ଣ ଆଉ ଶିଶୁଟି କ'ଣ? ଗୋଟେ ବିଶେଷ୍ୟ। ତେଣୁ ବିଶେଷ୍ୟ ପଦ ବି କର୍ତ୍ତା ହେଇପାରିବ। ତାପରେ ମୁଁ ପୁରୀ ଯିବି। ସେମାନେ ମନ୍ଦିରକୁ ଯାଉଛନ୍ତି। ଏସବୁ ଏତେ ଇମ୍ପୋର୍ଟାଣ୍ଟ ନାହିଁ, ତୁମେ ଜାଣି ରଖିବା ଦରକାର। ମୁଁ କ'ଣ ଗୋଟେ ସର୍ବନାମ, ସେମାନେ କ'ଣ ଗୋଟେ ସର୍ବନାମ। ତେଣୁ କର୍ତ୍ତା ବି ସର୍ବନାମ ହେଇପାରିବ। ତାପରେ ସେମିତି ମୁଁ ଲେଖିଲି ମୂର୍ଖକୁ ବୁଝାଇବା ସହଜ ନୁହେଁ। ମୂର୍ଖକୁ ବୁଝାଇବା ସହଜ ନୁହେଁ। ତାପରେ ଲେଖିଲି ଜ୍ଞାନୀ ସବୁଠି ପୂଜା ପାଏ। ଜ୍ଞାନୀ ସବୁଠୁ ପୂଜା ପାଏ। ତେଣୁ ଏଠି ମୂର୍ଖ କ'ଣ ଗୋଟେ ବିଶେଷଣ, ଜ୍ଞାନୀ କ'ଣ ଗୋଟେ ବିଶେଷଣ। କେଉଁ ବାଚକ? ଗୁଣବାଚକ ବିଶେଷଣ। ଅବଷ୍ଟ୍ରାକ୍ଟ ନାଉନ୍ରେ ତୁମେ ପଢ଼ିଛ। ତେଣୁ ଇଏ ହେଲା ବିଶେଷଣ। ତେଣୁ କର୍ତ୍ତା ବି ବିଶେଷଣ ହେଇପାରିବ। ତେଣୁ ଏସବୁ ବାକ୍ୟର ପଦ ବହୁତ ସାରା ଅଛି, ଯେଉଁଟାକି ଆମେ ପାର୍ଟ ଅଫ୍ ସ୍ପିଚ୍ରେ ପଢ଼ିଥିଲେ। ତେଣୁ ବିଶେଷଣ, ସର୍ବନାମ, ବିଶେଷ ମଧ୍ୟ କର୍ତ୍ତା ରୂପରେ ଦେଖାଯାଆନ୍ତି। ବୁଝିପାରିଲ? ତେଣୁ ଆମେ କର୍ତ୍ତାକାରକର ସଂଜ୍ଞା ସହ ତାର ପ୍ରକାରଭେଦ ଓ ତାର ବିଭିନ୍ନ ପ୍ରକାର ଉଦାହରଣ ଦେଇ ଆମେ କର୍ତ୍ତାକାରକକୁ ସମ୍ପୂର୍ଣ୍ଣ ରୂପରେ ଆଲୋଚନା କଲେ। ତେଣୁ ବର୍ତ୍ତମାନ ଆମେ ଦ୍ୱିତୀୟ କାରକକୁ ଆମେ ଯିବା, ଯେଉଁଟା ହେଉଛି କି ତୁମର କ'ଣ? କର୍ମକାରକ। କର୍ମକାରକ ଯଦି କିଏ ମୋର ଇଂଲିଶରେ ଅବଜେକ୍ଟ କ୍ଲାସ୍ ଦେଖିଥିବ, ତୁମେ ଏକୁ ଡିଟେଲରେ ବୁଝିପାରିବ। କେଉଁ କ୍ଲାସ୍? ନା ଅବଜେକ୍ଟ। ପୁରା ସିମ୍ପଲ୍ ଓଡ଼ିଆରେ ମୁଁ ବୁଝେଇଛି ହେଲା। ବାକି ସେଥିରେ ଇଂଲିଶ ଲାଙ୍ଗୁଏଜରେ ସବୁ ରାଇଟିଂସ୍ ଅଛି, ଆନୋଟେସନ୍ସ ଅଛି ହେଲା। ଆଉ ତୁମେ ମାନେ ବୁଝିପାରିବ ଓଡ଼ିଆରେ। ତେଣୁ କର୍ମକାରକ, କର୍ମକାରକ କ'ଣ? ଗୋଟେ କର୍ତ୍ତା ଯାହା ବି କାର୍ଯ୍ୟ କରିବ, ସେ କାର୍ଯ୍ୟଟାକୁ ଯିଏ ବି ଗ୍ରହଣ କରିବ ସିଏ ହେଉଛି କ'ଣ? କର୍ତ୍ତା। କର୍ମ। କର୍ତ୍ତା ଯେଉଁ କାର୍ଯ୍ୟ କରିବ, ସେ କାର୍ଯ୍ୟକୁ ଯିଏ ଗ୍ରହଣ କରିବ ସିଏ ହେଉଛି କ'ଣ? କର୍ମ। ତେଣୁ ପ୍ରଥମ ବାକ୍ୟ ଦେଖ, ଲେଖାଯାଇଛି ଖାରବେଳ ମଗଧ ଜୟ କରିଥିଲେ। ତେଣୁ ପ୍ରଥମ ବାକ୍ୟରେ ଖାରବେଳ ହେଉଛି କ'ଣ? କର୍ତ୍ତା ପଦ। ଜୟ କରିବା କ'ଣ? ଜୟ କରିବା କ'ଣ? କ୍ରିୟା ହେଲା। ତେଣୁ ଯେଉଁ ଜୟ କରିବାର ମୁଖ୍ୟ ଅଭ୍ୟାସ କିମ୍ବା ମୁଖ୍ୟ ଲକ୍ଷ୍ୟ କିଏ? ମଗଧ। ସେମିତି ବାପା ଭାଇକି ଡାକୁଛନ୍ତି। ବାପା କ'ଣ? କର୍ତ୍ତା। ଡାକୁଛନ୍ତି କ'ଣ? କ୍ରିୟା। ଏଠି କାହାକୁ ଡାକୁଛନ୍ତି? କେଉଁ ଲକ୍ଷ୍ୟରେ? ଭାଇକୁ। ତେଣୁ ମଗଧ ଆଉ ଭାଇ ହେଉଛି କ'ଣ? କର୍ମ। ତାକୁ କର୍ମକାରକ ବି କହନ୍ତି। ମୁଁ ବି ପଢ଼େଇଛି କ୍ରିୟା verb as a function of object ପଢ଼ିଥିଲେ କି ନାହିଁ? ଯଦି ଭର୍ବକୁ ଆମେ ହ୍ୱାଟ୍ କିମ୍ବା ହୁମ୍ କ୍ୱେଶ୍ଚନ୍ କରିବା,
आंसर रे जहाँ आसीबो सी होची कोन ऑब्जेक्ट किंबा कर्म। देखिनियो जस्तार ओडिया व्हाट माने कोन हुम माने काहाकू काहाकू क्वेश्चन करवा प्रश्न करवा क्रिया को कौन जय करथिले मगध जय करथिले तेणु मगध होउची कर्म। बापा भाई की डाकुचंती कौन डाकुचंती किसी उत्तर आसुनी काहाकू डाकुचंती भाई की डाकुचंती तेणु तुमर भाई होउची कोन कर्म। तेणु कर्ता क्रिया संपादन रे जहाँ अभिलाषित बा प्रधान लक्ष्य ताहा होउची कर्मकारक जोटा कि मु ओडिया भाषा कहले कि कर्ता जेउ कार्य करिवो ताकू जिए ग्रहण करिवो सी हबो कोन गोटे कर्मकारक। आ कर्मकारक को भी आमे नास्तिवाचक किंवा नास्ति सूचक वाक्य भी व्यवहृत कर परिबा। देख केमती कि मोटी लिखिली छेली घास खाଉଛି ମୁଁ ଆଉ ଗୋଟେ ବାକ୍ୟରେ ଲେଖିଲି ଛେଳି ଘାସ ଖାଉ ନାହିଁ। ତେଣୁ ପ୍ରଥମଟା ହେଲା କ'ଣ ଆସ୍ତିବାଚକ ଆଉ ଦ୍ୱିତୀୟଟି ହେଲା ନାସ୍ତିବାଚକ ଏସବୁ ବି ପଢ଼ା ହେବ ହେଲା। ଏ ଦୁଇଟି ବାକ୍ୟରେ ଦେଖ କର୍ତ୍ତା କିଏ ଛେଳି कर्म किए घास घास कौन गोटे प्रथम वाक्य खाऊची द्वितीय वाक्य तार खाऊनी प्रथम वाक्य कौन अभिलाषित तार इच्छा अच्छी आ सेकेंड वाक्य कौन अनभिलाषित तेणु इच्छा नहीं तेणु खाऊची आउ खाऊ नहीं एगुड़ा है कि कौन क्रिया किंतु ताहा ऊपर किसी डिपेंड करुच्ची कि कर्मटा किसी डिपेंड करूनी कहीं दुईटी क्षेत्र रे घास आज कर्म रूप से व्यवहृत होती कि तार इच्छा थाउ कि न इच्छा थाउ है तुम्हें जानी पाइल कि नास्तिवाचक वाक्य भी केमती आमे कर्म को आमे व्यवहृत कले है। आउ बेले बेले भी आमे देखती गोटे गोटे वाक्य रे दुईटा तुम कर्म देखा मिल केमी ना गोटे हु व्हाट किंबा हुम आमे क्वेश्चन करती व्हाट क्वेश्चन कले भी आंसर आसुव हुम क्वेश्चन कले भी आंसर आसुव केमितिका देख छात्र माने शिक्षक को प्रश्न पचारुचंती मु कौन कहली व्हाट किंबा हुम से पूर्व वीडियो देखिए ऑब्जेक्ट क्लास जो पूरा डिटेल पूरा पढ़ाई व्हाट माने कौन व्हाट अर्थ है कौन हुम माने काहाकू प्रश्न कर काहाकू करवा क्रिया को क्रिया किए पचारुचंती प्रथम वाक्य काहाकू पचारुचंती आंसर आसला शिक्षक को कौन पचारुचंती उत्तर आसला प्रश्न तेणु दीटा पाइले आम कर्म। द्वितीय वाक्य को जीवा सन्यासी लोक मानक उपदेश देउछंती एठारे क्रिया किए देउछंती कौन देउछंती उपदेश दउछंती काहाकू दउछंती लोक मानक दउछंती तेणु ये दुईटी वाक्य रे कौन है गोटे है शिक्षक आ गोटे है प्रश्न आ द्वितीय वाक्य है कि लोक मानक आ उपदेश एगुड़ कौन दीटा कर्म आम पाइले है तेणु सो ये दुई दुईटा कर्म जो से कर्म को लेकिन आमर विभक्तिकरण होती कर्मर गोटे हूँ मुख्य कर्म आ गोटे हूँ गौण कर्म है गोटे है मुख्य कर्म आ गोटे है गौण कर्म। तेणु मुख्य कर्म कौन मुख्य कर्म हूँ जी क्रिया सहित प्रधान भाव में जी संपृक्त थी क्रिया सह प्रधान भाव संपृक्त
संपृक्त थी प्रधान भाव में बेसी करके आम जो पचार कौन आंसर जोटा खोजती कौन आंसर जोटा खोजती तापर अन्यटी कौन हम गौणकर्म हम है जमी छात्र माने शिक्षक को प्रश्न पचारुंट ये कौन हम आंसर किए कहीपर मुख्य कर्म किए गौणकर्म आंसर दियो एठारे कौन कौन आंसर कौन जी हम सी हम मुख्य कर्म कौन पचार प्रश्न हम मुख्य कर्म द्वितीय कौन देउछंती उपदेश तेणु उपदेश हम मुख्य कर्म क्या पचार शिक्षक शिक्षक हम गौण कर्म क्या उपदेश दौरान कि क्या देउछंती सी हम लोक मान हम गौण कर्म तेणु आमे माने एई भली आमे बाछंती कौन मुख्य कर्म और गौण कर्म मध्य तफात केमिति ना क्रियार सह प्रधान भाव जी संपृक्त थी कौन आंसर जा दौथुब कौन प्रश्न कले जार उत्तर आसुथुब से हूँ कौन मुख्य कर्म आन्यटी हम गौण कर्म है तेणु मुख्य कर्म और गौण कर्म भितर निर्णय आम तो एमती कर ना डायरेक्टली तेणु ताको करने विभिन्न सारा रूल सूत्र अच्छी नियम अच्छी तेणु लेख सब बेले मन रख अप्राणीवाचक गोटे प्राणीवाचक गोटे किए अप्राणीवाचक गोटे गोटे प्राणीवाचक किए अप्राणीवाचक सब किए प्रायतः मुख्य कौन था मुख्य कर्म हो जाए अप्राणीवाचकटी सब बेले मुख्य कर्म होता है प्रायतः किंतु प्राणीवाचकटी कौन हम गौण कर्म यहाँ प्रथम नियम द्वितीय नियम है कि तुम आउ द्वितीय नियमटी है कौन कि तुम विभक्ति उपरे है विभक्ति उपरे विभक्ति कौन ना मुख्य कर्म रे विभक्ति चिन्ह लगी न थाए है मुख्य कर्म रे विभक्ति चिन्ह लगी न विभक्ति जो गुड़ा जस्ट मु पूर्वर कहली कं कु है ये सब जिनस कही तुमको कौटी यहाँ प्रযোज्य कर्तारे कं कु टिकु रे द्वारा ये सब बहुत सारा अच्छी विभक्ति जोटा कि पर क्लास रे मु पढ़े बोली कही विभक्ति चिन्ह लगी न थाए मुख्य कर्म रे आउ ओ ये लिखनी ओ क्रियार ठीक पूर्वर मुख्य कर्म थाए क्रियार ठीक पूर्वर मुख्य कर्म थाए तापरे तीन रे कौन लिखा कि गुण कर्म रे द्वितीय विभक्ति चिन्ह थाए गौण कर्म रे द्वितीय विभक्ति चिन्ह थाए देख तले एग्जांपल दिया जाइछि छात्र माने शिक्षक को प्रश्न पचारुछंती जस्ट आमे जोटा पूर्वर कले केमती कौन को नहीं किए प्राधान्य भाव में संपृक्त थिला वर्तमान आमे एई नियम अनुसार करिए एथरे प्राणी अप्राणी किए अप्राणी हैला प्रश्न प्राणी हैला किए शिक्षक मुख्य कर्म रे विभक्ति चिन्ह लगी न थाए ये देख विभक्ति चिन्ह लगे प्रश्न को प्रश्न रे ये सब लगी कि लगे आ क्रियार ठीक पूर्वर थाए यहाँ क्रियार ठीक पूर्वर तेणु प्रश्न हम कौन मुख्य कर्म आ शिक्षक रे जिनस कौन हम कि गौण कर्म ये विभक्ति लगी कु लगी तेणु ये हम कौन गौण कर्म
ସେମିତି ଲୋକମାନେ ସନ୍ନ୍ୟାସକୁ ଉପଦେଶ ଦେଉଛନ୍ତି। ଉପଦେଶ ହେଲା ଅପ୍ରାଣୀବାଚକ, ଲୋକମାନେ ହେଲେ ପ୍ରାଣୀବାଚକ। ଉପଦେଶ ହେଉଛି ସେଥିରେ କିଛି ବିଭକ୍ତି ଲାଗିନି, ଆଉ ଦେଉଛନ୍ତି କ୍ରିୟାର ଠିକ୍ ପୂର୍ବରୁ ଅଛି, ତେଣୁ ଉପଦେଶ ହେଉଛି ମୁଖ୍ୟ କର୍ମ, ଆଉ ଲୋକମାନଙ୍କୁ ହେଉଛନ୍ତି ଗୁଣକର୍ମ। ବୁଝିପାରିଲ? ତେଣୁ ଏହିପରି ଭାବରେ ଆମେ ମୁଖ୍ୟ କର୍ମ ଆଉ ଗୁଣକର୍ମ ଭିତରେ ନିୟମକୁ ଦେଖିକି ନିର୍ଣ୍ଣୟ କରିପାରିବା। ହେଲା। ତାପରେ ଦେଖ ବାକ୍ୟର କର୍ମପଦ ରୂପରେ କେମିତି ବ୍ୟବହୃତ ହେଇଛି। ଯେମିତି ସମସ୍ତେ ଜାଣନ୍ତି ଆଷାଢ଼ ମାସରେ ରଥଯାତ୍ରା ହୁଏ। କ'ଣ ଜାଣନ୍ତି? ଆଷାଢ଼ ମାସରେ ରଥଯାତ୍ରା ହୁଏ। ତେଣୁ ଏଇଟା ହେଉଛି ତୁମର କ'ଣ? କର୍ମ ପଦ। ସେ କେତେବେଳେ ଆସିବେ ମୁଁ କହିବି। କହିବି ହେଲା କ୍ରିୟା। କ'ଣ କହିବି? ସେ କେତେବେଳେ ଆସିବେ। ତେଣୁ ସେ କେତେବେଳେ ଆସିବା ହେଉଛି ଗୋଟେ କର୍ମପଦ। ଲୋକଟି ଦେଖିଲା ଗୋଟାଏ ଭାଲୁ ତା ଆଡ଼କୁ ମାଡ଼ି ଆସୁଛି। କ'ଣ ଦେଖିଲା? ନା ଗୋଟେ ଭାଲୁ ତା ଆଡ଼କୁ ମାଡ଼ି ଆସୁଛି। ତେଣୁ ଇଏ ହେଲା କର୍ମପଦ। ତେଣୁ ବୁଝିପାରିଲ? ତେଣୁ କର୍ମ କାରକ ପଢ଼ିବା ଆଗରୁ ପ୍ରଥମେ ଜିନିଷ ହେଲା କି ତୁମେ କ୍ରିୟାକୁ ବାଛିପାରିବା ଦରକାର। ପୁଣି କ୍ରିୟାକୁ ତୁମେ କ'ଣ କିମ୍ବା କାହାକୁ ପ୍ରଶ୍ନ କରିବ, ତା ଉତ୍ତରରେ ଯିଏ ଆସିବ ସିଏ ହେଲା କର୍ମ। ପୁଣି କର୍ମର ବିଭକ୍ତିକରଣ ଅଛି, ଗୋଟେ ହେଲା ଗୁଣ କର୍ମ, ଗୋଟେ ମୁଖ୍ୟ କର୍ମ। ମୁଖ୍ୟ କର୍ମ କ'ଣ? ମୁଖ୍ୟ କର୍ମରେ ତୁମର ଅପ୍ରାଣୀବାଚକ ଜିନିଷଟି ଥିବ, ସିଏ ଫାର୍ଷ୍ଟ କଥା। ସେକେଣ୍ଡ କଥା ହେଉଛି କି କ୍ରିୟାର ଠିକ୍ ସଠିକ୍ ପୂର୍ବରୁ ସିଏ ବସିଥିବ। ତୃତୀୟଟି ହେଲା ସେଥିରେ କିଛି ବିଭକ୍ତି ଚିହ୍ନ ଲାଗିନଥିବ। ଏତିକି ଯଦି ସିଏ ସର୍ତ୍ତ ମାନିଦେଲା ତାହେଲେ ସିଏ କ'ଣ ହେଇଯିବ? ମୁଖ୍ୟ କର୍ମ ହେଇଯିବ। ବୁଝିପାରିଲ? ଆଉ ତେଣୁ ଆମେ କ'ଣ ପଢ଼ିଲେ କି କର୍ମକାରକ ତା ସହିତ ମୁଖ୍ୟ କର୍ମ ଆଉ ଗୁଣକର୍ମ ବିଷୟରେ ପଢ଼ିଲେ, ଆଉ ତା'ର ଉଦାହରଣ। ତେଣୁ ଆମେ ତା'ର ପରବର୍ତ୍ତୀ କାରକକୁ ଯିବା, ଯେଉଁଟା ହେଉଛି କ'ଣ? କରଣ କାରକ। କରଣ କାରକରେ କ'ଣ? ଦେଖ ମୁଁ ପ୍ରଥମେ ଉଦାହରଣ ଦେଖିଛି। ପ୍ରଥମ ଉଦାହରଣଟି ହେଲା କି ସ୍ୱାଗତିକା ତୁଳିରେ ଚିତ୍ର ଆଙ୍କୁଛି। ହେଲା। ତେଣୁ ଏଥିରେ କ୍ରିୟା କିଏ? ଆଙ୍କୁଛି। କର୍ମ କିଏ? ଚିତ୍ର। କ'ଣ ଆଙ୍କୁଛି? ହେଲା। ତେଣୁ ଏ ଯେଉଁ ଚିତ୍ର ଆଙ୍କୁଛି, ଚିତ୍ର ଆଙ୍କିବାରେ ପ୍ରଧାନ ସହାୟକ କିଏ? ଚିତ୍ର ଆଙ୍କିବାରେ ପ୍ରଧାନ ସହାୟକ କିଏ? ତୁଳି। ନା ତୁଳି ବିନା ଚିତ୍ର ଆଙ୍କିବା ଅସମ୍ଭବ। ସହାୟକ। ସେମିତି ସୁଦର୍ଶନ ପଟ୍ଟନାୟକ ବାଲି ଦ୍ୱାରା ସୁନ୍ଦର ସୁନ୍ଦର ମୂର୍ତ୍ତି ଗଢ଼ୁଛନ୍ତି। ତେଣୁ ମୂର୍ତ୍ତି ଗଢ଼ିବା ଯେଉଁ କାମଟି, ସେଟା ବାଲି ଦ୍ୱାରା ଅସମ୍ଭବ। ତେଣୁ ବାଲି ହେଲା କ'ଣ? ସହାୟକ। ତେଣୁ ଚିତ୍ର ଆଙ୍କିବାରେ ପ୍ରଧାନ ସାଧକ କିଏ ବା ସହାୟକ କିଏ? ସିଏ ହେଲା ତୁଳି। ସେମିତିକା ମୂର୍ତ୍ତି ଗଢ଼ିବାରେ ପ୍ରଧାନ ସାଧକ ବା ସାହାଯ୍ୟକାରୀ ବସ୍ତୁ କିଏ? ସିଏ ହେଲା କି ବାଲି। ତେଣୁ ଆମେ ଏଥିରୁ କ'ଣ ଜାଣିଲେ କି କ୍ରିୟା ସାଧନରେ ଯେ ପ୍ରଧାନ ସାହାଯ୍ୟକାରୀ ସେ ହେଉଛି କ'ଣ? କରଣ କାରକ। କ୍ରିୟା ସାଧନ ମାନେ କ୍ରିୟାଟି କିଏ ସମ୍ପନ୍ନ କରୁଥିବ? କର୍ତ୍ତା। ତେଣୁ ସିଏ ଯେଉଁ କ୍ରିୟା କରୁଥିବ ସେଇ କ୍ରିୟାଟି ସମ୍ପନ୍ନ କରିବାରେ ଯିଏ ତାକୁ ସାହାଯ୍ୟ କରୁଥିବ ତାହାକୁ ଆମେ କରଣ କାରକ କହିବା। ହେଲା। ତେଣୁ ଉପରେ ଯେଉଁ ଦୁଇଟି ବାକ୍ୟ ଅଛି ସେଥିରେ କରଣ କାରକ କିଏ? ନା ଗୋଟେ ହେଉଛି ତୁଳିରେ ଆଉ ଗୋଟେ ହେଲା ବାଲି ଦ୍ୱାରା। ବୁଝିପାରିଲ? ତାପରେ ସେମିତି ତା ପରବର୍ତ୍ତୀ ସମ୍ପ୍ରଦାନ କାରକ। ସମ୍ପ୍ରଦାନର କେଉଁ ଆଡ଼େ ଆସୁଛି? ଦାନ। ଦାନ ମାନେ କ'ଣ? ଦେବା। ହେଲା। ଯେଉଁ ଦେବା, ଦାନ ମାନେ କି ଦେବା ଆଉ ପୁଣି ଥରେ ତାକୁ ନେବା ନାହିଁ, ସେଇଟା ହେଉଛି ଦାନ। ଆମେ ଗୋଟେ ଜିନିଷ ଦେଇଦେବା ପୁଣି ତା ପାଖରୁ ଆଣିଦେବା, ତାକୁ ଆମେ କ'ଣ? ଦାନ କହିପାରିବା ନାହିଁ। ଯେମିତିକି ଆମେ ପ୍ରଥମ ବାକ୍ୟ ଦେଖ, ଦେଶବାସୀ ସୁନାମୀ ବିପନ୍ନଙ୍କୁ ବସ୍ତ୍ର, ଖାଦ୍ୟପେୟ ଓ ଅର୍ଥ ଦାନ କଲେ। ଏଠି ଯେଉଁ ଦାନ କଲେ ଅର୍ଥ ମାନେ କ'ଣ? ଦାନ କରିବା କଥା। ହେଲା। ତାର କାହାକୁ ଦାନ କଲେ? ସୁନାମୀ ବିପନ୍ନମାନଙ୍କୁ। ସୁନାମୀ ବିପନ୍ନମାନଙ୍କୁ କିମ୍ବା ସୁନାମୀ ବିପନ୍ନଙ୍କୁ। ହେଲା। ତେଣୁ ଯେଉଁ ଜିନିଷ ତାଙ୍କୁ ଦିଆହେଲା ଆଉ ତାଙ୍କ କତିରୁ ପୁଣି ଆଣିବା କି ଆମେ?
ଆଣିବାନି ହେଲା। ତେଣୁ ସୁନାମୀ ବିପନ୍ନ ହେଉଛି କ'ଣ ସମ୍ପ୍ରଦାନ କାରକ, କାହିଁକିନା ଆମେ ସେମାନଙ୍କୁ ଦାନ କଲେ। ସେମିତି ଭୋକିଲା ଭିକାରୀକୁ ଖାଇବାକୁ ଦିଅ ହେଲା। ଖାଇବାକୁ ଦିଅ ମାନେ ଏଠି ଦାନ ଦିଆଯାଉଛି। କାହାକୁ ଦିଆଯାଉଛି ନା ଭୋକିଲା ଭିକାରୀକୁ। ତେଣୁ ଆମେ ଦେଲା ପରେ ଆଉ ଆଣିପାରିବା କି? ଆଣିପାରିବାନି। ତେଣୁ ଏଟା ହେଉଛି ସମ୍ପ୍ରଦାନ କାରକ। ତେଣୁ ଯେଉଁ ଜିନିଷ ଦିଆଯାଉଛି ସେ ଜିନିଷଟା କ'ଣ ତାହାର ସମ୍ପୂର୍ଣ୍ଣ ଅଧିକାର ହେଇଥିବା ଦରକାର। ସମ୍ପୂର୍ଣ୍ଣ ଅଧିକାର ଦେଇଦେଲା ପରେ ଆଉ ତାକୁ ଆମେ ଆଣିପାରିବାନି। ସେଇ କ୍ଷେତ୍ରରେ ଆମେ ତାକୁ କ'ଣ କରିବା? ସମ୍ପ୍ରଦାନ କାରକ ସେଠି ବ୍ୟବହାର କରିବା କିମ୍ବା ତାକୁ ସମ୍ପ୍ରଦାନ କାରକ କହିବା ହେଲା। ତାପରେ ଦେଖିପାରୁଛ ତାର ସୂତ୍ର କ'ଣ କିମ୍ବା ସଂଜ୍ଞା କ'ଣ? ଯାହାକୁ କୌଣସି ପଦାର୍ଥ ସମ୍ୟକ ରୂପରେ ଦାନ କରାଯାଏ ତାହାକୁ ସମ୍ପ୍ରଦାନ କାରକ କହନ୍ତି ହେଲା। ସମ୍ୟକ ରୂପରେ ମାନେ ଆମେ ଦେଇଦେବା କିନ୍ତୁ ତା କତୁରୁ ଆଉ ଆଣିବାନି। ତେଣୁ ଏଟା ହେଉଛି ସମ୍ପ୍ରଦାନ କାରକ, ଯେଉଁ ଜିନିଷ ଆମେ ସମ୍ୟକ ରୂପରେ ଦାନ କରିନେବା ହେଲା। କିନ୍ତୁ ମୁଁ ଯେଉଁ ଜିନିଷ ପୂର୍ବରୁ କହିଲି, ଦାନର ଗ୍ରହୀତା ଦାନ କରାଯାଇଥିବା ବସ୍ତୁର ସମ୍ପୂର୍ଣ୍ଣ ଅଧିକାର ନ ହେଉଥିଲେ ସେ ସମ୍ପ୍ରଦାନ କାରକ ହେବ ନାହିଁ। ମାନେ କି ଆମେ ଯେଉଁ ଜିନିଷ ତାକୁ ଦେବା ସେ ଜିନିଷ ସେ ଯଦି ସମ୍ପୂର୍ଣ୍ଣ ଅଧିକାର ନ କରିବ ତାହେଲେ ସେ ସମ୍ପ୍ରଦାନ କାରକ ହେବ ନାହିଁ। ଯେମିତି ଧୋବାକୁ ଲଗା ଦିଅ, ଆମେ ଧୋବାକୁ ଲଗା ଦେଲା ପରେ ସେ ଧୋଇଲା ପରେ ଆମେ ପୁଣି ତାକୁ ନେଇ ଆସନ୍ତି। ତେଣୁ ଆମେ ତାକୁ ଆଉ ଦାନ କଲେ କି? ତେଣୁ ଏହା ଦାନ କରିବା ଅର୍ଥରେ ନୁହଁ। ତେଣୁ ଇଏ ସମ୍ପ୍ରଦାନ କାରକ ନୁହେଁ। ସେମିତି ପୂଜା ମୋ ବହିଟି ମୋତେ ଦିଅ, ମାନେ ପୂଜାକୁ ତମେ ବହି ଦେଇଥିଲ ପୁଣି ତା କତୁରୁ ଆଣିଦେଲ, ସେଟା ଦାନ ହେଲା କି? ହେଲାନି। ତେଣୁ ଇଏ ବି ସମ୍ପ୍ରଦାନ କାରକ ନୁହଁ। ତାହେଲେ ଏମାନେ କେଉଁ କାରକ? ଦେଖ, ଦିଅ ହେଉଛି ଗୋଟେ କ୍ରିୟା। କ'ଣ ଦିଅ? ନା ଲୁଗା ଦିଅ। କାହାକୁ ଦିଅ? ଧୋବାକୁ ଦିଅ। ତେଣୁ ଏଟା କେଉଁ କ୍ଷେତ୍ରରେ ଆସିଲା? କର୍ମ କାରକ। ସେମିତି ପୂଜା ମୋତେ ବହି ଦିଅ, କ'ଣ ଦିଅ? ବହିଟି ଦିଅ। କାହାକୁ ଦିଅ? ମୋତେ ଦିଅ। ତେଣୁ ଇଏ ବି କର୍ମ କାରକ। ତେଣୁ ବୁଝିପାଇଲ, ଦାନ ମାନେ ସମ୍ପୂର୍ଣ୍ଣ ଦାନ। ତମେ ଥରେ ଦେଇଦେବ ଯେଉଁଟା ଆଉ ଆଣିବନି, ତାହେଲେ ସିଏ ସେଥିରେ ସମ୍ପୂର୍ଣ୍ଣ ଅଧିକାର ହେଲା ଯାହାକୁ ଦେଇଛ। ସେଇ କ୍ଷେତ୍ରରେ ତମେ ତାକୁ ସମ୍ପ୍ରଦାନ କାରକ କହିବ। ଅଦରୱାଇଜ୍ କୌଣସି ମତରେ ବି ସମ୍ପ୍ରଦାନ କାରକ ହୋଇପାରିବ ନାହିଁ। ବୁଝିପାରିଲ? ତାପରେ ଦେଖ ଅପାଦାନ କାରକ। ଅପାଦାନ କାରକ ମାନେ ଫାଷ୍ଟ କଥା କି ଅପାଦାନ ମାନରୁ ଫାଷ୍ଟ ତମେ ବୁଝିପାରୁଥିବ କି ଯେଉଁଟା ହେଲା ପୃଥକ କିମ୍ବା ବିଚ୍ଛିନ୍ନ। ଅପାଦାନ କ'ଣ? ପୃଥକ କରିବ କିମ୍ବା ବିଚ୍ଛିନ୍ନ କରିବ। ଯେମିତି ନମିତା ନଳକୂଅରୁ ପାଣି ଆଣିଲା। ନମିତା ନଳକୂଅରୁ ପାଣି ଆଣିଲା। ମହାକାଶ ଯାତ୍ରୀମାନେ ମହାକାଶ ଯାନରୁ ଅବତରଣ କଲେ। ତାପରେ ଛାତରୁ ପାଣି ଗଳୁଛି। ଏଠୁ କିଏ କାହା ପାଖରୁ ପୃଥକ ହେଉଛି କିମ୍ବା ବିଚ୍ଛିନ୍ନ ହେଉଛି? ନଳକୂଅରୁ ପାଣି ବିଚ୍ଛିନ୍ନ ହେଉଛି ଯାହା ପାଖରୁ ହେଉଛି। ଏଠି ସେମିତି ମହାକାଶ ଯାନରୁ ଅବତରଣ। ତୃତୀୟ ବାକ୍ୟରେ ସେମିତି ଛାତରୁ ପାଣି ଯେଉଁଠାରୁ ବିଚ୍ଛିନ୍ନ ହେଉଛି, ତାହେଲେ ସିଏ ହେବ କ'ଣ? ଅପାଦାନ କାରକ। ତେଣୁ ଏଥିରୁ ଆମେ କ'ଣ ଜାଣିଲେ? ଯେକୌଣସି ବସ୍ତୁ ବା ବ୍ୟକ୍ତି ଯାହାଠାରୁ ପୃଥକ ହେବାର ଜଣାଯାଏ, ଯେମିତିକି ପାଣି କାହାଠାରୁ ପୃଥକ ହେଲା? ନଳକୂଅରୁ। ଅବତରଣ କାହାଠୁ କଲେ? ମହାକାଶ ଯାନରୁ। ପାଣି କେଉଁଠୁ ଓଳିଲା? ନା ଛାତରୁ। ଯାହା ପାଖରୁ ପୃଥକ ହେଲେ ସେଠାରେ ଅପାଦାନ କାରକ ହେବ। ବୁଝିପାରିଲ? ତେଣୁ ନଳକୂଅରୁ ବିଚ୍ଛିନ୍ନ ହେଲା, ମହାକାଶ ଯାନରୁ ବିଚ୍ଛିନ୍ନ ହେଲା, ଛାତରୁ ବିଚ୍ଛିନ୍ନ ହେଲା। ତେଣୁ ଏମାନଙ୍କୁ ଆମେ କ'ଣ କହିବା? ଅପାଦାନ କାରକ କହିବା। ବୁଝିପାରିଲ? ହେଲା। ତାପରେ ସେମିତି
କ'ଣ ନା ଅଧିକାରଣ କାରକ। କେଉଁଠି ଅଧିକାରଣ କେଉଁଠି ଅଧିକରଣ କୁହାଯାଏ। ଅଧିକରଣ କାରକ। ଅଧିକରଣ ମାନେ ଯେକୌଣସି ଅଧିକରଣ, ଏଠି ହେଲା କେଉଁ ଜିନିଷ ଆସିବ, ସ୍ଥାନ, କାଳ, ବିଷୟ, ଏଇ ଜିନିଷକୁ ନେଇକି ଅଧିକରଣ କରାଯାଏ। ଯେମିତିକି ପ୍ରଥମ ବାକ୍ୟରେ ଲେଖାଯାଇଛି ନଦୀ କୂଳରେ ଶୀତଳ ପବନ ବହେ। ହେଲା, ଏଠାରେ କ୍ରିୟା କିଏ? ବହେ। ଯଦି ମୁଁ ଏଠି ସ୍ଥାନ ପଚାରିବି ତାହେଲେ କ'ଣ ଆନ୍ସର ଆସିବ? କେଉଁ ସ୍ଥାନରେ ବହେ? ନା ନଦୀ କୂଳରେ ବହେ। ବୁଝିପାରିଲ? ସେମିତି ଶରତ ଋତୁରେ ଆକାଶ ନିର୍ମଳ ଦିଶେ। ହେଲା, ଏଠାରେ କ୍ରିୟା କିଏ? ଦିଶେ। ଯଦି ମୁଁ ଏଠି କାଳ ସମୟ କଥା ପଚାରିବି ତାହେଲେ କ'ଣ ଆସିବ ଆନ୍ସର? ଉତ୍ତର ଶରତ ଋତୁ। ବୁଝିପାରିଲ? ତାହେଲେ ଏଠାରେ ବହେ କ୍ରିୟାର ସ୍ଥାନରେ କୂଳରେ, ଆଉ ଦିଶେ କ୍ରିୟାର ସମୟ କ'ଣ? ଶରତ ଋତୁରେ। ବହେ ଯେଉଁ ତାର ସ୍ଥାନ କ୍ୱେଶ୍ଚନ୍ କଲେ ଆମେ ନଦୀ କୂଳ ପାଇଲେ, ଆଉ ଦିଶେ ଯେଉଁ କ୍ରିୟା ତାକୁ ଆମେ ସମୟ କିମ୍ବା କାଳ କଥା ପଚାରିଲେ ଶରତ ଋତୁ କଥା ଆମ ମନକୁ ଆସିବ କିମ୍ବା ଆନ୍ସରରେ ଆସିବ। ତେଣୁ ଏଠାରେ ନଦୀ କୂଳ ଆଉ ଶରତ ଋତୁ କ'ଣ? ଅଧିକରଣ କାରକ। ତେଣୁ କ୍ରିୟା ସାଧିତ ହେବାର ସ୍ଥାନ ଓ ସମୟକୁ ଅଧିକରଣ କାରକ କହନ୍ତି। କ୍ରିୟା ଯେଉଁଠି ସାଧିତ ହେଉଥିବ ତାର ସ୍ଥାନ ଆଉ ସମୟକୁ କ'ଣ କହିବା? ଅଧିକରଣ କାରକ। ତେଣୁ ସେଇଆକୁ ଆଖି ଦୃଷ୍ଟିରେ ରଖି ଆମର ଅଧିକରଣ କାରକକୁ କେତେ? 3 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା କ'ଣ? ନା ସ୍ଥାନାଧିକରଣ, ଆଉ ଗୋଟେ ହେଲା କାଳାଧିକରଣ, ଆଉ ଗୋଟେ ହେଲା ବିଷୟାଧିକରଣ। ହେଲା, ତେଣୁ ଏହାକୁ ଆମେ ଗୋଟେ ଗୋଟେ ପୃଥକ ଭାବରେ ଆଲୋଚନା କରିବା। ଫାଷ୍ଟ ଦେଖ ସ୍ଥାନାଧିକରଣ। ସ୍ଥାନାଧିକରଣରେ ମୁଁ ଏକ୍ଜାମ୍ପଲ୍ ଦେଇଛି। କ'ଣ ଦେଇଛି? ନା ଆକାଶରେ ଚନ୍ଦ୍ର ଉଦୟ ହେଲେ ପୁରୀରେ ଶ୍ରୀମନ୍ଦିର ବିଦ୍ୟମାନ। ଏଥିରୁ କ'ଣ ବୁଝୁଛ? ସ୍ଥାନ ଉଦୟ ହେଲେ କେଉଁଠାରେ ଉଦୟ ହେଲେ? ଯଦି ମୁଁ ଏଠି ସ୍ଥାନ କଥା ପଚାରିବି ତମେ କହିବ କି ଆକାଶରେ। ପୁରୀରେ ଶ୍ରୀମନ୍ଦିର ବିଦ୍ୟମାନ, କେଉଁଠାରେ ବିଦ୍ୟମାନ? ନା ପୁରୀରେ। ଏଠି ଦେଖ ରେ ଲାଗିଛି, ବିଭକ୍ତି। ତେଣୁ ଯେଉଁ ଆମେ ପଢ଼ୁଛନ୍ତି କାରକ, କାରକ ସହ କ'ଣ? ବିଭକ୍ତିଟା ବାଧ୍ୟତାମୂଳକ। ତେଣୁ ଆକୁ ଜାଣିଲେ କମ୍ବାଇନଲି ଆମେ ଆକୁ ଜାଣିପାରିବା। ସେଥିପାଇଁକି ବିଭକ୍ତି ଆମେ ପରବର୍ତ୍ତୀ କ୍ଲାସ୍ରେ ପଢ଼ିବା। ତେଣୁ ଏ ଜାଗାରେ ସ୍ଥାନ କଥା କୁହାହେଲା। ତେଣୁ ଯେଉଁ ପଦ ଦ୍ୱାରା କ୍ରିୟା ସାଧିତ ବା ସମ୍ପନ୍ନ ହେଉଥିବା ସ୍ଥାନ ସୂଚିତ ହୁଏ ତାହାର ସ୍ଥାନାଧିକରଣ ହୁଏ। ହେଲା, କ୍ରିୟା ଯାହା ଅଛି ଯେଉଁଠାରେ ସାଧିତ ହେଉଥିବ ବା ସମ୍ପନ୍ନ ହେଉଥିବ, ଯଦି ଯେକୌଣସି ସ୍ଥାନକୁ ସୂଚାଉଥିବ ତାହା ସ୍ଥାନାଧିକରଣ। ସେମିତି କାଳାଧିକରଣ। କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତା ବନ୍ଦାଣ ଉତ୍ସବ ପାଳିତ ହୁଏ, ଆଉ ଡିସେମ୍ବର ମାସ ରାଜଧାନୀରେ ପୁସ୍ତକ ମେଳା ଅନୁଷ୍ଠିତ ହୁଏ। ଏ କ୍ଷେତ୍ରରେ ଦେଖ ସମୟ, କାଳ, ଏଟା ସମୟ। ତେଣୁ ପାଳିତ କେବେ ହୁଏ? ନା କାର୍ତ୍ତିକ ପୂର୍ଣ୍ଣମୀରେ। କେବେ ଅନୁଷ୍ଠିତ ହୁଏ? ନା ଡିସେମ୍ବର ମାସରେ। ଏସବୁ ସମୟର ସୂଚାଇଲା। ତେଣୁ ଯେଉଁ ପଦ କ୍ରିୟା ସାଧିତ ହେବାର ସମୟ ଜଣାଯାଏ, ପ୍ରଥମରେ କ'ଣ? ସ୍ଥାନ ଜଣାଯାଏ, ଯେଉଁଠାରେ ସମୟ ଜଣାଯାଏ ତାକୁ ଆମେ କ'ଣ କହିବା? କାଳାଧିକରଣ। ଯେଉଁ ଜିନିଷ ମୁଁ ଲେଖା ହେଇଛି ହେଲା, ଏଠି ହେଲା ସମୟ। ତେଣୁ ତୃତୀୟରେ ଆମେ କ'ଣ ପଢ଼ିବା କି? ବିଷୟାଧିକରଣ। ଏଥିରେ କ'ଣ? ଆମେ ଉଦାହରଣ ନେଲେ ବାକ୍ୟରେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କର ଦର୍ଶନ ଶାସ୍ତ୍ରରେ ଗଭୀର ଜ୍ଞାନ ଥିଲା। ହେଲା, ଏଠି ବିଷୟ କ୍ରିୟା ଯେଉଁ ସାଧିତ ହେଉଥିବ ତାହା ଯେକୌଣସି ଗୋଟେ ବିଷୟକୁ କ'ଣ ସୂଚିତ କରୁଥିବ। ଯେମିତି ଜ୍ଞାନ କେଉଁଥିରେ ଥିଲା? ନା ଦର୍ଶନ ଶାସ୍ତ୍ରରେ। ଏଠି ଯେମିତି ଉତ୍କଳ ବାଚସ୍ପତି ଗୌରୀ କୁମାର ବ୍ରହ୍ମା ସଂସ୍କୃତ ସାହିତ୍ୟରେ ଜଣେ ବିଦ୍ୱାନ ବ୍ୟକ୍ତି। କେଉଁଥିରେ? ନା ସଂସ୍କୃତ ସାହିତ୍ୟରେ। ଏଇ ଯେକୌଣସି ଦୁଇଟା ବିଷୟ କି ନାହିଁ? ଯେମିତି ଆମର ଓଡ଼ିଆ ସାହିତ୍ୟ ସେମିତି ବିଷୟ, ଇଏ ସେମିତି ସଂସ୍କୃତ ସାହିତ୍ୟ ଦର୍ଶନ ଶାସ୍ତ୍ର ହେଲା ଗୋଟେ ଗୋଟେ ବିଷୟ। ତେଣୁ ଏଠାରେ କ୍ରିୟା ଯେଉଁ ସାଧିତ ହେଉଛି ସେଥିରେ ବିଷୟ ସମ୍ବନ୍ଧରେ ଆମକୁ ସୂଚନା ମିଳୁଛି। ତେଣୁ ଆମେ ୟାକୁ ବିଷୟାଧିକରଣ କହିପାରିବା। ତେଣୁ ଯିଏ ହିଁ ବିଷୟ ବିଷୟରେ
ଯେକୌଣସି ବିଷୟରେ ସୂଚନା ଦେଉଥିବ ଆଉ ତାହା ଦ୍ୱାରା କ୍ରିୟା ସାଧିତ ହେଉଥିବ ତାହାର ବିଷୟାଧିକରଣ କାରକ ହେବ। ବୁଝିପାରିଲ? ତେଣୁ ଏଥିମଧ୍ୟରେ ତୁମର କମ୍ପ୍ଲିଟ୍ ହେଇଗଲା କାରକ। ସୋ ନେକ୍ସଟ କ୍ଲାସ୍ରେ ଆମେ ପଢ଼ିବା କ'ଣ ନା ବିଭକ୍ତି। ତେଣୁ ଥ୍ୟାଙ୍କ ୟୁ ଫର୍ ଅଲ୍ ୟୁର୍ ପେସେନ୍ସ। ସୋ ବାଏ।